ମହାଭାରତ ଗ୍ରନ୍ଥରେ ଗୋଟିଏ ଅଂଶ ହେଉଛି ଏହି ଭଗବତ ଗୀତା, ଯାହାର ସମୁଦାୟ 18ଟି ଅଧ୍ୟାୟ ରହିଛି। ଆଉ ଏହି 18ଟି ଅଧ୍ୟାୟ ମଧ୍ୟରେ 6ଟି ଅଧ୍ୟାୟ ରହୁଛି କର୍ମଯୋଗ, 6ଟି ଅଧ୍ୟାୟ ରହୁଛି ଜ୍ଞାନ ଯୋଗ ଏବଂ ଅନ୍ତିମ ଶେଷ 6ଟି ଅଧ୍ୟାୟ ରହୁଛି ଭକ୍ତି ଯୋଗ। ଏହି ଭକ୍ତି ଯୋଗ ସମ୍ପର୍କରେ ଏହି ଭଗବତ ଗୀତାରେ ଉପଦେଶ ଦିଆଯାଇଛି। ଶ୍ରୀମଦ୍ ଭଗବତ ଗୀତାରେ ସମ୍ପୂର୍ଣ୍ଣ 18ଟି ଅଧ୍ୟାୟ ଏବଂ 700ଟି ଶ୍ଲୋକ ରହିଛି। ପ୍ରତ୍ୟେକ ଦିନ ଯଦି ଗୀତା ପଠନ କରୁଥିବା ବ୍ୟକ୍ତି କେବେ ବି ଦୁଃଖରେ ରହିପାରିବେ ନାହିଁ, କେବେ ବି ଭୟ ତାଙ୍କୁ ଗ୍ରାସ କରିପାରିବ ନାହିଁ। ସଦାବେଳେ ସେ ସୁଖ ଅନୁଭବ କରିବେ, ତାଙ୍କ ଜୀବନରେ କୌଣସି ଅଭାବ ଅସୁବିଧା ରହିବ ନାହିଁ। ଏହା ମଧ୍ୟ ଶାସ୍ତ୍ର ମାନ୍ୟତା ଏ ବିଷୟରେ ରହିଛି। ଯଦି ଆମ ସମ୍ମୁଖରେ ପାହାଡ଼ ସଦୃଶ ସମସ୍ୟା ରହିଥାଏ, ତାହେଲେ ଏହି ଗୀତା ଶାସ୍ତ୍ରରୁ ସେହି ସମସ୍ୟାର ସମାଧାନ ମିଳିବ। ପ୍ରତ୍ୟେକ ଦିନ ଗୋଟେ ଗୋଟେ ସମସ୍ୟା ସୃଷ୍ଟି ହୋଇଥାଏ, ଆଉ ଯେଉଁ ଦିନ ସମସ୍ୟା ସୃଷ୍ଟି ହୋଇଥାଏ ଠିକ୍ ସେଇ ଦିନ ସମସ୍ୟାର